ରାସ୍ତା କଡ଼ରେ ଝାଡ଼ୁ ବିକୁଥିବା ଜଣେ ଅଣଓଡ଼ିଆ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଜଝାଙ୍ଗ ଅଞ୍ଚଳରେ ଘଟିଛି ଏହି ଘଟଣା। ଅଭିଯୋଗ ଅନୁଯାୟୀ ଝଝାଙ୍ଗ କାଳୀ ମନ୍ଦିର ଅଞ୍ଚଳରେ ଝାଡ଼ୁ ବିକୁଛନ୍ତି ଛତିଶଗଡ଼ ବିଳାସପୁର ଅଞ୍ଚଳର ଏକ ପରିବାର। ସୋମବାର ରାତି ପ୍ରାୟ 1:30 ସମୟରେ ପୀଡ଼ିତା ବାହାରକୁ ଆସିଥିବା ବେଳେ ଆକାଶ ନାମକ ଜଣେ ଯୁବକ ଓ ତାର ସାଙ୍ଗ ନାବାଳିକାଙ୍କୁ ଉଠାଇ ନେଇ ମାରଣାସ୍ତ୍ର ଦେଖାଇ ଦୁଷ୍କର୍ମ କରିଥିଲେ। ନାବାଳିକା ଅଭିଯୁକ୍ତଙ୍କ ହାତ କାମୁଡ଼ି ଦେଇ ସେଠାରୁ ଖସି ଆସିଥିଲେ। ଏହାପରେ ଅଭିଯୁକ୍ତମାନେ ପଳାଇ ଯାଇଥିଲେ। ନାବାଳିକା ପରିବାର ଲୋକଙ୍କୁ ଜଣାଇବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ଏନେଇ ନାବାଳିକା ପରିବାର ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଜଝାଙ୍ଗ ପାଖରେ ଜଣେ ଛତିଶଗଡ଼ର ଗୋଟେ ଫ୍ୟାମିଲି ରହୁଥିଲେ, ସେମାନେ ଝାଡ଼ୁ ଫାଡ଼ୁ ବିକାବିକି କରୁଥିଲେ। ତାଙ୍କର ଗୋଟେ ନାବାଳିକ ଝିଅକୁ ଗ୍ୟାଙ୍ଗ ରେପ୍ ହେଇଛି ବୋଲି ଏଫଆଇଆର ଦେଇଥିଲେ। ତାପରେ ଏଫଆଇଆର ପାଇଲା ପରେ ଆମର କେସ୍ ରେଜିଷ୍ଟ୍ରେସନ୍ ହେଇଛି ଏବଂ ତଦନ୍ତ ମଧ୍ୟରେ ଆମେ 2 ଜଣଙ୍କୁ ଅଟକ ରଖିଛୁ ଆଉ ତଦନ୍ତ ଚାଲିଛି। ଦୁଇ ଅଭିଯୁକ୍ତ ତାଙ୍କର ନିକିରେ ଥାନା ଅଣ୍ଡର ତରାଣ୍ଡୁ। ସାର୍ କେତେ ଅଭିଯୁକ୍ତ ଅଛନ୍ତି ସାର୍? 2 ଜଣ ଅଭିଯୁକ୍ତ ଅଛନ୍ତି, 2 ଜଣଙ୍କୁ ଆମେ ଅଟକ ରଖିଛୁ। ତଦନ୍ତ ଚାଲିଛି ଆଉ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେନ୍ଦ୍ରାପଡ଼ାରୁ ମଳୟ କୁମାର ସାହୁଙ୍କ ରିପୋର୍ଟ, ଖବର ଓଡ଼ିଶା।